स्वनाम केवलम कड़ो नामेव केवलम। এই কলি যুগরে গোটিয়ে মাধ্যম হেলা নাম। নাম ହେଉଛି ସବୁଠାରୁ ପରମ ଧର୍ମ। ଆଠୁ ବଡ଼ ଧର୍ମ କିଛି ନାହିଁ। ତେଣୁ ନାମରେ ଯେତେବେଳେ ଆମେ ବନ୍ଧା ହେଇ ରହିବା ତାହେଲେ ନାମ ମାଧ୍ୟମରେ ହିଁ ଆମେ ଆଗକୁ ଅଗ୍ରସର କରିବା। ଆଉ ସେ ନାମ ମାଧ୍ୟମରେ ହେଉଛି ଆମେ ଗତି ପାଇବା। ଏଇ କଷ୍ଟ ଜଟିଳ ଦୁନିଆରେ ଆମେ ଯେତେବେଳେ ଜନ୍ମ ଲାଭ କରନ୍ତି ସେତେବେଳେ ଆମର କିଛି ବି ରାସ୍ତା ମଣିଷ ଜୀବନର ଆମେ କଣ କରିବା କଣ ନ କରିବା ସିଏ ମଧ୍ୟ ଆମେ ଜାଣି ନଥାନ୍ତି। କିନ୍ତୁ ଯେତେବେଳେ ନାମ ତାଙ୍କ ଆଡକୁ ଯାଆନ୍ତି ତାଙ୍କ ଆଡୁ ଆମ ଡାଇରେକ୍ସନ ଭୁଲି ଯାଏ ସେତେବେଳେ ସେଇ ନାମ ମାଧ୍ୟମରେ ଆମେ ଆଗକୁ ଅଗ୍ରସର କରିବା। ଆମର ପ୍ରକୃତ ଲକ୍ଷ୍ୟ ଆମେ ଦେଖିପାରିବା। ଆଉ ଆଠୁ ବଡ ଗତି ମଧ୍ୟ କିଛି ନାହିଁ। ଆଉ ଏଇ କଳି ଯୁଗରେ ନାମ ମାଧ୍ୟମରେ କେବଳ ମୁକ୍ତି ପାଇପାରିବା। ନାମ ବିହୀନ ଆମେ କିଛି ପାଇପାରିବା ନାହିଁ। ତେଣୁ କୁହାଯାଏ concentration is the dopamine of our systematic system। अर्थात এই যে concentration ଏକ କେନ୍ଦ୍ରିକ ହେବା ଆମର ଗୋଟେ ଖୁସି ହରମୋନ ଅଛି ଯୋଟା ଡୋପାମାଇନ୍ ହରମୋନ କୁହନ୍ତି। ଏକ କେନ୍ଦ୍ରିକ ହେଲେ ମାନେ ଆମେ ଗୋଟେ ଡୋପାମାଇନ୍ ହରମୋନ ଆମ ଭିତରେ ଫର୍ମେସନ ହୁଏ ଯାହା ଫଳରେ କି ଆମ ମନ ତୃପ୍ତ ହୁଏ ଆତ୍ମବିଭୋର ହୋଇଯାଏ ସେହି ଠାକୁରଙ୍କ ପ୍ରତି। ସେଦିନ ନାରଦ ଥାନ୍ତି ଏପରି ଭାବରେ ବସିଲା ବେଳେ କୃଷ୍ଣଙ୍କୁ ପଚାରୁଛନ୍ତି ପ୍ରଭୁ ଆପଣଙ୍କ ସବୁଠୁ ବଡ଼ ଭକ୍ତ ମୁଁ। ତେଣୁ ମୁଁ ଯାହା କରେ ସେଟା ଠିକ ଭାବରେ କରେ କି ନାହିଁ ସେଟା ମୁଁ ଦେଖେନି। କାରଣ ଆପଣଙ୍କ ନାମ ମୋ ସଦା ମୋ ତୁଣ୍ଡରେ ଥାଏ। ସେଥିପାଇଁ ନାରାୟଣ ନାରାୟଣ ସେ ସଦାବେଳେ କୁହନ୍ତି। ଭୁଲ କରନ୍ତୁ ଠିକ କରନ୍ତୁ ନାମଟି ତାଙ୍କ ପାଖରେ ଥାଏ। ଠିକ ସେହିପରି ଭକ୍ତରାଜ ହନୁମାନ ମଧ୍ୟ ଯେତେବେଳେ ଯାହା ବି କରନ୍ତି ନା କାହିଁକି ଅସାଧ୍ୟ କାର୍ଯ୍ୟ ସାଧ୍ୟ ହୋଇଯାଏ ସେତେବେଳେ ସେ ଜୟ ଶ୍ରୀରାମ କହିକି ଅଗ୍ରସର ହୁଅନ୍ତି। ତେଣୁ ନାମର ମହାତ୍ମ୍ୟ ବହୁତ ଅଛି। ତେଣୁ ନାମକୁ ଆମେ ଲକ୍ଷ୍ୟଚିତ ଭାବରେ ନେବା ଦରକାର। ନାମ ମାଧ୍ୟମରେ ଆମେ ସଦା ସର୍ବଦା ନାମକୁ ବିଭୋର କରି ସେ ଠାକୁରଙ୍କ ନିକଟରେ ଉତ୍ସର୍ଗୀକୃତ କରିବା ଦରକାର। କାରଣ ଠାକୁର କହିଲେ ଗୋଟିଏ ଆଗ୍ନେୟ ଉଦ୍ଗରଣରେ ଯେତେବେଳେ ନାମ ଏକ ବୀଜ ତୁଲ୍ୟ ହୁଏ ସେହି ବୀଜ ମଧ୍ୟ ଗୋଟେ ଗଛରେ ପରିଣତ ହେଇପାରେ। ଅର୍ଥାତ୍ ଗୋଟେ ଲାଭା ଉଦ୍ଗୀରଣ ହେଇଛି ଦ୍ୟାଟ୍ ମିନ୍ସ ଗୋଟେ ବିଶାଳ ଲାଭା ଗୋଟେ ନିଆଁ ସେଠି ଅଛି। ସେ ନିଆଁରେ ଯେତେବେଳେ ନାମ ରୂପକ ବୀଜ ପଡ଼ିଯାଏ ଅର୍ଥାତ୍ ମଞ୍ଜି ପଡ଼ିଯାଏ ସେ ମଞ୍ଜି ମଧ୍ୟ ଗଛରେ ରୂପାନ୍ତର ହେଇପାରିବ। କାରଣ ଆମେ ଜାଣନ୍ତି ଗୋଟେ ନିଆଁରେ କୌଣସି ବୀଜ ଅଙ୍କୁରୋଦ୍ଗମ ହବ ନାହିଁ। କିନ୍ତୁ ନାମ ମାଧ୍ୟମରେ ଏପରି ଏକ ପାୱାର ଅଛି ସେ ନାମ ଦ୍ୱାରା ହିଁ ସେ କେବଳ ଅଙ୍କୁରୋଦ୍ଗମ ହେଇଥାଏ ଏବଂ ଗୋଟେ ସୁନ୍ଦର ଗଛରେ ପରିଣତ ହେଇଥାଏ। ତେଣୁ ଠାକୁର ଚାହିଁଲେ ସବୁ କିଛି ହେଇପାରିବ। ଠାକୁରଙ୍କ ବିନା ଆମର କିଛି ଗତି ନାହିଁ। ତେଣୁ କୁହାଯାଏ ତୁମ ନାମ ଭଜି ମୋର ଯାଉ ଜୀବନ ମନ ମୋହନ। ତୁମ ନାମ ଭଜି ମୋର ଯାଉ ଜୀବନ ମନ ମୋହନ। ଆହା ତୁମକୁ ସୁମରି ଦିନ ଯାଉ ସରି। ଆହା ତୁମକୁ ସୁମରି ଦିନ ଯାଉ ସରି। ଆହା ନିତି କରୁଥିବି ତୁମକୁ ଧ୍ୟାନ ମନ ମୋହନ। ତୁମ ନାମ ଭଜି ମୋର ଯାଉ ଜୀବନ ମନ ମୋହନ। ପ୍ରଭୁ ତୁମ ନାମ ଭଜି ଭଜି ମୋ ଜୀବନଟା ଚାଲି ଯାଉ। ମୋ ଜୀବନରେ ଆଉ କିଛି ଲକ୍ଷ୍ୟ ନାହିଁ। ମୋ ଜୀବନର ଗୋଟିଏ ଲକ୍ଷ୍ୟ କେବଳ ତୁମ ନାମ ମାଧ୍ୟମରେ ମୁଁ ଆଗକୁ ବଢେ। ତୁମ ନାମ ଦେଇ ହିଁ ମୁଁ ଯାଏ। ମୋ ଜୀବନଟା ଏମିତି ଭାବରେ ଚାଲି ଯାଉ। ତୁମକୁ ସୁମରି ମୋ ଦିନଟି ଯାଉ ସରି। ଆଉ କିଛି ମୁଁ ଦେଖିବାକୁ ଚାହେଁ ନା। ତୁମ ନାମ ମାଧ୍ୟମରେ ତୁମକୁ ସୁମରି ସୁମରି ମୋ ଦିନ ସରି ଯାଉ ଏବଂ ତୁମ ଧ୍ୟାନ ମାଧ୍ୟମରେ ମୋ ଜୀବନଟାକୁ ସାରି ଦିଏ। এই দুইটি কথা ଆମକୁ ସବୁବେଳେ ମନେ ରଖିବାକୁ ପଡିବ। ସେଇ ନାମ ଆଉ ଧ୍ୟାନର କଥା ଯାହା ଫଳରେ କି ଆମର ବୃତ୍ତି ପ୍ରବୃତ୍ତିର ନିୟନ୍ତ୍ରିତ ହେବା ସହିତ ଆମ ଜୀବନରେ ବହୁତ ଆଗକୁ ଯିବା। এই ନାମ ଧ୍ୟାନ ଏକ କେନ୍ଦ୍ରିକ ଭାବରେ ଠାକୁରଙ୍କ ପ୍ରତି ରଖିଲେ ଆମେ ଏକ ଆଇଡିଆଲ ଓସିପ ପାଇବା। ଯେପରି ସୂର୍ଯ୍ୟ ଏକ ସୋର୍ସ ଅଫ ଏନର୍ଜି କୁହାଯାଏ ଠିକ ସେହିପରି ଠାକୁର ହେଉଛନ୍ତି ଆମ ଜୀବନର ଏକ ଏପରି ଏକ ଏନର୍ଜି ଯେଉଁ ଏନର୍ଜି ମାଧ୍ୟମରେ ଯେଉଁ ଶକ୍ତି ମାଧ୍ୟମରେ ଆମର ବିଭିନ୍ନ ପ୍ରକାର ଶିରା ପ୍ରଶିରା ରକ୍ତ ଯେପରି ହୃଦୟ ମଧ୍ୟରେ ଅବସ୍ଥାପିତ ହୋଇ ବିଭିନ୍ନ ଶରୀରର ଅର୍ଗାନାଇଜେସନ ଯେମିତି ଫଙ୍କସନ ହୁଏ ଠିକ ସେହିପରି ଭାବରେ ନାମ ଯେତେବେଳେ ଆମ ଶରୀର ମଧ୍ୟରେ ଏକ କେନ୍ଦ୍ରିକ ହୋଇଥାଏ ଏକ ପଜିଟିଭ ଭାଇବ୍ସ ଡେଭଲପ ହୋଇଥାଏ। ସେଇ ପଜିଟିଭ ଭାଇବ୍ସ ମାଧ୍ୟମରେ ଆମେ ଏକ ଉନ୍ନତର ଉନ୍ନତି କାମ କରିଥାନ୍ତି।